जय श्री जगन्नाथ भाई मैंने सर्वप्रथम गुरुदेव गणपति ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋଲୋଜି ସେସନ କୁ ଆଗକୁ ବଢଉଛେ। ଆଷ୍ଟ୍ରୋଲୋଜି ସେସନ କ୍ରମରେ ଆମେ ପଢୁଛେ ରାଶି ସ୍ୱରୂପ ଅଧ୍ୟାୟ। ବେଦାନ୍ତ ବେଦର ଗୋଟେ ପାର୍ଟ ହଉଛି ଆଷ୍ଟ୍ରୋଲୋଜି ଏବଂ ଆଷ୍ଟ୍ରୋଲୋଜିର ସବୁଠୁ ପରାଶରୀ ଆଷ୍ଟ୍ରୋଲୋଜି ହଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ ବୁକ୍ ହଉଛି ପରାଶରୀ ଆଷ୍ଟ୍ରୋଲୋଜିର। ସେଟା ହଉଛି ବୃହତ ପରାଶର ହୋରା ଶାସ୍ତ୍ର। ବୃହତ ପରାଶର ହୋରା ଶାସ୍ତ୍ରରେ ଆପଣଙ୍କୁ ରାଶି ସ୍ୱରୂପ ଅଧ୍ୟାୟ ଆସିବ। ରାଶି ସ୍ୱରୂପ ଅଧ୍ୟାୟରେ ମହର୍ଷି ପରାଶର ତାଙ୍କର ଶିଷ୍ୟ ମୈତ୍ରେୟଙ୍କୁ ବହୁତ ବହୁତ ତାଙ୍କ ମୈତ୍ରେୟଙ୍କୁ ପଚାରିବା ପରେ ବହୁତ ସାରା ଉପଦେଶ କରିଛନ୍ତି। ସେଥିରେ ଗୋଟେ ଅଧ୍ୟାୟ ଅଛି ଯୋଉଥିରେ କି ରାଶି ସ୍ୱରୂପ ଅଧ୍ୟାୟ ବୋଲି ନାମିତ ହେଇଛି। ରାଶି ସ୍ୱରୂପ ଅଧ୍ୟାୟରେ ଜେନେରାଲି କଣ ଆସେ ନା ରାଶି ମାନଙ୍କର ସ୍ୱରୂପ କଣ। ସେମିତି ତ ଆଷ୍ଟ୍ରୋଲୋଜି ଭିତରେ ବହୁତ ସାରା ଡେଫିନେସନ ଅଛି, ବହୁତ ସାରା ଜିନିଷ ଜାଣିବାର ଅଛି, ବହୁତ ସାରା ଟାଇପ ର ପ୍ରେଡିକ୍ସନ ଆସୁଛି। ବଟ୍ ଆମକୁ କଣ ଜାଣିବାର ଅଛି? ଆମକୁ ଏଇଆ ଜାଣିବାର ଅଛି ଯେ ଆମେ ଯୋଉ ରାଶି ଜଣକୁ ମିଳିଲା ସେ ତାହେଲେ ସବୁ ରାଶି ବାଲାଙ୍କର କଣ ସିମିଲାର ରେଜଲ୍ଟ ଆସିବ, ଭଲ ଆସିବ, ଭଲ ଟାଇମରେ ଭଲ ଆସିବ, ଖରାପ ଟାଇମରେ ଖରାପ ଆସିବ? ସେମିତି ନାହିଁ। ସେମିତି ଆସିବ କେତିକି ବେଳେ ନା ସେତିକି ବେଳେ ଆସିବ ଯେତିକି ବେଳେ ସେ ରାଶିର କାରକ ତତ୍ତ୍ୱ ଲଗ୍ନ ହିସାବରେ ଆକ୍ଟିଭେଟ ହେବ। କ୍ଲିୟର? ତ ମୋର କହିବାର ତାତ୍ପର୍ଯ୍ୟ ହେଲା ରାଶି ସ୍ୱରୂପ ଅଧ୍ୟାୟରେ ଆମେ ମେଷ ବୃଷ ମିଥୁନ ରାଶି ସାରିଛେ। ଆଜି ଆମେ କର୍କଟ ରାଶିକୁ ପଢିବା। କର୍କଟ ରାଶିର ଶ୍ଲୋକଟାକୁ ଆଗକୁ ଜାଣିବା, ତାପରେ ଆମେ ଆଗକୁ ବଢିବା। କର୍କଟ ରାଶିର ସ୍ତୋତ୍ର କଣ? ପାଟଲୋ ବନଚାରୀ ଚ ବ୍ରହ୍ମଣୋ ନିଶିବିରିୟବାନ ବହୁ ପଟୁତର ସ୍ଥୈଳ ତନୁ ସତ୍ୱଗୁଣୀ ଜଲି ପୃଷ୍ଠଦ୍ୱୟୀ କର୍କରାଶି ମୃଗାଙ୍କ ଧିପତି ହି ସ୍ମୃତ। ଏଇଟା ହେଲା ମହର୍ଷି ପରାଶରଙ୍କର ଇଣ୍ଟରପ୍ରିଟେସନ ଆକର୍ଡିଂ ଟୁ ବୃହତ ପରାଶର ହୋରାଶାସ୍ତ୍ର। ପାଟଲ ବନଚାରୀଚ ବ୍ରହ୍ମଣ ନିଶିବିରିୟବାନ। ପାଟଲ ପାଟଳ ବର୍ଣ୍ଣ। ପାଟଳ ବର୍ଣ୍ଣ ମାନେ କଣ? ପାଟଳ ବର୍ଣ୍ଣ ମାନେ ହଉଛି ଯୋଉ ଗୋଟେ ଗୀତ ଆସିନଥିଲା ଓଡିଆରେ ଗୋଟେ ବଢିଆ ଗୀତଟା ଥିଲା, ଲାଲ ଗୁଲାବୀ ମସ୍ତି ଦିଶୁଛୁ। ପାଟଳ ରଙ୍ଗ ହଉଛି ସେଇ ରଙ୍ଗ, ଲାଲ ଆଉ ଗୁଲାବୀର ମିଶ୍ରଣଟା। ବନଚାରୀଚ ବ୍ରହ୍ମଣୁ। ବନଚାରୀଚ ବ୍ରହ୍ମଣୁ ମାନେ କଣ? ବନଚାରୀ ବନରେ ବିଚରଣ କଲା ବାଲା। ଏଇ ରଙ୍ଗଟା କ୍ଲିୟର ହେଲା କି? ଏଇଗୁଡା ହଉଛି ଗୋଟେ ଗୋଟେ ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଖାଲି କହିଦଉଛି ଖାଲି ଶୁଣିକି ମନେ ରଖିଦବ ସେମିତି ପଢନ୍ତି, ସେମିତି ପଢିଲେ ଅସୁବିଧା। ପାଟୋଲ ପାଟୋଲ ମାନେ କଣ? ପାଟୋଲ ଲାଲଗୁଲାଇ ମାନେ ଏଇଠି କହୁଛି ତା ମନରେ ସବୁବେଳେ ଚନ୍ଦ୍ର ମନକୁ ଚନ୍ଦ୍ର କାରକ ତତ୍ତ୍ୱ ମନକୁ ଶୋ କରେ। ତା ମନରେ ସଦା ସର୍ବଦା ଡିପ୍ ଫିଲିଂ ଆସିବା କଥା ଆସିବ। କେହି ତାକୁ ରୋକି ପାରିବେନି। ସେଟା ଭାଇ ଡିପ୍ ଫିଲିଂ ଆସିବା କଥା ଆସିବ। Why so? It is because ଏଇଥିପାଇଁ କି ଆସିବ କି it is ମାନେ କଣ ସେଟା କହନ୍ତି ଦୂରରୁ ସବୁଠୁ ଯଦି ଆଇଡେଣ୍ଟିଫାଇ କରାଯିବ, ଆପଣ ଯଦି ନେଟୱାର୍କ ଦେଖିଥିବେ ତାହେଲେ ସବୁ ରେଡ୍ କଲର ଥିବ ତାର ସିଗ୍ନାଲ। ରେଡ୍ ଇଜ ସାଇନ୍ ଅଫ ଡେଞ୍ଜର, ରେଡ୍ ଇଜ ସାଇନ୍ ଅଫ ଡେଞ୍ଜର ଲୋକମାନେ କହନ୍ତି। ବଟ୍ ମୋର କହିବା କଥା ହେଲା ରେଡ୍ କଲରଟାର ଯୋଉ ଭିଜିବିଲିଟି ସ୍ପେକ୍ଟ୍ରମ ଅଛି ସେଟା ଆପଣ ଗୁଗୁଲ ମାରି ଚେକ୍ ବି କରିପାରିବେ। ରେଡ୍ କଲରର ଯୋଉ ଭିଜିବିଲିଟି ସ୍ପେକ୍ଟ୍ରମ ଅଛି ତାହେଲେ ଏତେ ଅଛି ବହୁତ ଦୂରରୁ ଦୃଶ୍ୟମାନ ହେଇଯାଏ ସେ କଲରଟା। ତେଣୁ ବହୁତ ଦୂର ପର୍ଯ୍ୟନ୍ତ ଭାବିବାର ଶକ୍ତି, ବହୁତ ଡିପ୍ ପର୍ଯ୍ୟନ୍ତ ଭାବିବାର ଶକ୍ତି। ଏଇଟା ଆପଣ ସେଥିରୁ ଗୋଟେ ପଏଣ୍ଟ ପୁରା ଭଲସେ ନୋଟ କରିନିଅନ୍ତୁ। କାହିଁକି ନା କର୍କଟ ରାଶି କାଳ ପୁରୁଷ କୁଣ୍ଡଳୀର ମୁଖ୍ୟ ତ୍ରିକୋଣ ଅଣ୍ଡରରେ ବିଲଙ୍ଗ କରେ। ମୁଖ୍ୟ ତ୍ରିକୋଣ ଅଣ୍ଡରରେ ଆସେ। ତୁମେ ଯଦି ସେଇଟା ନ ବୁଝିଛ ତାହେଲେ ଏଇଟା ମୁଁ ଆଉଥରେ ରିପିଟ କରିଦେବି, ତମେ ଶୁଣ। ପାଟୋଲ ପାଟୋଲ ବନଚାରୀଚ ବନଚାରୀ ବନରେ ବିଚରଣ କଲା ବାଲା। ଆରେ ମନ କାହାର କେବେ କନଷ୍ଟାଣ୍ଟ ରହିଲାଣି ଏ ଜୀବନରେ? ମନ ଯଦି ତୁମେ ତୁମ ପାଖରେ ରଖିଛ, ତୁମର ଇଷ୍ଟ ଗୁରୁ ଆଦର୍ଶଙ୍କ ପାଖରେ ନ ରଖିଛ ବା ଧର୍ମ ଯୁକ୍ତ କରିକି ନ ରଖିଛ,
ତାହେଲେ ତୁମକୁ ତ କୌଣସି ସିଚୁଏସନ ରେ ବି ଡୋମିନେନ୍ସ ଫେସ୍ କରିବାକୁ ପଡିବ, ହୁଁ ଅସୁବିଧା ଫେସ୍ କରିବାକୁ ପଡିବ। ପାଟୋଲ ବନଚାରିଚ ବ୍ରହ୍ମଣ ନିଶି ବିରିୟବାନ, ବ୍ରହ୍ମଣ ମାନେ କଣ? ହୁଁ ଗୋଟେ- ହଁ ଅ, ଅ, ଏମିତି କାହିଁକି? ଉଁ, ବନଚାରୀ, ବନଚାରୀ ମିନ୍ସ ବନରେ ବିଚରଣ କଲା ବାଲା। ବନରେ ବିଚରଣ କଲା ବାଲା ମାନେ କଣ? ନା କନଫ୍ୟୁଜଡ ୱିଥ ଥଟ୍ସ। ବନରେ ତମେ କଣ ରାସ୍ତା ଜାଣିଛ? ବନରେ କୁଆଡେ ଯିବି କଣ କରିବି? ମନ ଇଜ ଲାଇକ ଦ୍ୟାଟ। ମୁଁ କୁଆଡେ ଯିବି କଣ କରିବି ମତେ ଜଣା ନାହିଁ, ବଟ ଆଇ ୱିଲ ଗो। ବ୍ରାହ୍ମଣ ବର୍ଣ୍ଣ, ୟା ଭିତରେ ଯୋଜନ ଯୋଜନ ଅଧ୍ୟୟନ ଅଧ୍ୟାପନ ଦାନ ପ୍ରତିଗ୍ରହ କର୍କଟ ରାଶି ବାଲାଙ୍କ ପାଖରେ ସ୍ୱତଃ ଥାଏ। କାରଣ ବ୍ରାହ୍ମଣ ମାନେ କଣ? ବ୍ରାହ୍ମଣ ବର୍ଣ୍ଣ କାଲି କହିଥିଲା, ବ୍ରାହ୍ମଣ ବର୍ଣ୍ଣର ଯୋଉ ଇନବିଲ୍ଟ ଇନଷ୍ଟିଂକ୍ଟ କ୍ୟାରେକ୍ଟରିଷ୍ଟିକ୍ସ ଅଛି କର୍କଟ ରାଶି ବାଲାଙ୍କ ପାଖରେ ସେଟା ଥାଏ। ବହୁ ପଟୁତରହ, ବହୁ ପଟୁତର ମାନେ କର୍କଟ ରାଶି ବାଲା ଯେତେବେଳେ ଡିପ୍ ଇମୋସନକୁ ନେଇକି କୌଣସି ଜିନିଷ ଭାବନ୍ତି, ସେମାନେ ଗୋଟେ ଲିମିଟ ପର୍ଯ୍ୟନ୍ତ ସ୍ଥିର ହେଇକି ରହନ୍ତି ନାହିଁ। ହୁଁ ଦେ ଦେ ସେମାନେ ତାର ନିଷ୍କର୍ଷ ବାହାର କରିବାକୁ ଚେଷ୍ଟା କରନ୍ତି। ଏଇଟା କ୍ଲିୟର ହେଇଯିବ। ଏବଂ ତା ଉପରେ ସେମାନେ ବହୁତ ରିସର୍ଚ୍ଚ କରିକି କାମ କରନ୍ତି। ରାତ୍ରି ବୋଲି, ତେଣୁ କର୍କଟ ରାଶି ବାଲା ଯେତେବେଳେ କୌଣସି ତାଙ୍କ ଜୀବନରେ ଡିସିସନ ନେବେ, ଦେ ସୁଡ ଟେକ୍ ଦେୟାର ଡିସିସନ୍ସ ଇନ୍ ନାଇଟ୍, ଆଟ୍ ନାଇଟ୍। ସ୍ଥୈଲ ତନୁ, ଏଇଠି କିନ୍ତୁ ବଢିଆ କଥାଟା ଲେଖା ହେଇଛି। ତମେ କେବେ କୌଣସି କର୍କଟ ରାଶି ବାଲାକୁ ଏମିତି ପତଳା ଦେଖିବ ନାହିଁ। ହୁଁ ମାନେ ତାର କଣ୍ଡିସନ ଅଛି, ମୋଟା ବି ଅଛନ୍ତି, ସେମିତି ନାହିଁ କି ମୋଟା ନାହାନ୍ତି, କିନ୍ତୁ ମ୍ୟାକ୍ସିମମ୍ କେସେସରେ ତମେ କର୍କଟ ରାଶି ବାଲାଙ୍କୁ କେବେ ପତଳା ଦେଖିବ ନାହିଁ। ଯେତିକି କର୍କଟ ରାଶି ବାଲା ଦେଖନ୍ତୁ, ମାନେ ଏମିତି ପୁରା ଏମିତି ପତଳା ଦେଖିବ ନାହିଁ ପ୍ରାୟତଃ। ସତ୍ୱଗୁଣୀ, ସେ ହଉଛି ସତ୍ୱଗୁଣୀ। ଜଳ ତତ୍ଵ, ଜଳ ତତ୍ଵ ମାନେ ଇଟ ଇଜ ଏ କାରକ ଅଫ ଇମୋସନ, ଫ୍ଲୋରେ ବହିଯିବା, ଇଟ ଇଜ କାଇଣ୍ଡ ଅଫ ଲାଇକ ଦ୍ୟାଟ। ଏଇଠି ମୁଁ ତିନିଟା ରାଶି ନାଁ କହିଦଉଛି, ଗୋଟେ ହେଲା କର୍କଟ, ଗୋଟେ ହେଲା ବିଛା, ଆଉ ଗୋଟେ ହେଲା ମୀନ। ଦେ ଫ୍ଲୋ ୱିଥ ଇମୋସନ୍ସ। ଯଦି ଏ ତିନିଟା ରାଶିଙ୍କର ତୁମେ ପ୍ରେଡିକ୍ଟ କରିପାରିବନି ଏଇଟା ରାଗିବେ କେତେବେଳେ, ଇଏ କାନ୍ଦିବେ କେତେବେଳେ, ଇଏ ହସିବେ କେତେବେଳେ। ଯଦି କୌଣସି କାରଣରୁ ମୁନ୍ ପୀଡିତ ହେଇଗଲା, ହରିବୋଲ। ତାପରେ ଉତ୍ତର ଦିଗ ହଉଛି ତାଙ୍କ ପାଇଁ ବହୁତ ବଢିଆ, କର୍କଟ ରାଶି ବାଲା ପାଇଁ। କାହିଁକି ଉତ୍ତର ଦିଗ ବଢିଆ? କାରଣ ଯେତେବେଳେ ଚନ୍ଦ୍ର ଉଦୟ ହୁଏ, କୋଉ ଦିଗରେ ଉଦୟ ହୁଏ? ମୁଁ ଜାଣିନି କୋଉ ଦିଗରେ ଉଦୟ ହୁଏ, ଆପଣ ମାନେ ଚେକ୍ କରିବେ କୋଉ ଦିଗରେ ଉଦୟ ହୁଏ। ବଟ୍ ଉତ୍ତର ଦିଗରେ କୁ ଚନ୍ଦ୍ର ଆସିଗଲା ବେଳକୁ, ଯେମିତି ଚନ୍ଦ୍ର ଦକ୍ଷିଣ ଦିଗରେ ପାୱାରଫୁଲ ହେଇଯାଏ, ଉତ୍ତର ଦିଗକୁ ଆସିଲା ବେଳକୁ ଚନ୍ଦ୍ରର ରଶ୍ମିଟା ବହୁତ ହି ସୁନ୍ଦର ଦେଖାଯାଏ। ବଟ୍ ମୁଁ ଜାଣିଛି ଯେତେବେଳେ ଚନ୍ଦ୍ର ଉତ୍ତର ଦିଗକୁ ଆସିଯାଏ, ତାର ରେଡିଏସନ ଆଣ୍ଡ ତାର ଯୋଉ ପାୱାର ଟା ବହୁତ ହି ମାତ୍ରାରେ ବଢିଯାଏ। ଠିକ ଅଛି। ଚନ୍ଦ୍ରମା ସ୍ଵାମୀ, ଭାଇ ଚନ୍ଦ୍ର ହଉଛି ସବୁଠୁ ଫାଷ୍ଟେଷ୍ଟ ମୁଭିଂ ପ୍ଲାନେଟ। ଚନ୍ଦ୍ର କୋଉ କୋଉ କାରକ ତତ୍ଵକୁ ନେଇକି ଚାଲେ? ଚନ୍ଦ୍ର ଯୋଉ ଯୋଉ କାରକ ତତ୍ଵକୁ ନେଇକି ଚାଲେ, କର୍କଟ ରାଶି ବାଲାଙ୍କର ସେଇ ସେଇ କାରକ ତତ୍ଵ ପ୍ରତି ବାଇ ଡିଫଲ୍ଟ ଇମ୍ପ୍ଲିକେସନ ରହିବ ହିଁ ରହିବ। ହୁଁ ତେଣୁ ତୁମେ ମାନେ ଚନ୍ଦ୍ର କାରକ ତତ୍ଵକୁ ଦେଖିଦବ। ହୁଁ ଠିକ ଅଛି। ମୁନ୍ ରିପ୍ରେଜେଣ୍ଟସ୍ ମଦର, ମୁନ୍ ରିପ୍ରେଜେଣ୍ଟସ୍ ମାଇଣ୍ଡ, moon represents white things, moon represents
ସବୁ ପ୍ରକାର ଖାଦ୍ୟ। ମୁନ୍ ରିପ୍ରେଜେଣ୍ଟସ୍ ଫଳ ଫଳ ଫୁଲ ଫଳ ଫୁଲ ଫଳ। ଠିକ ଅଛି। ଚନ୍ଦ୍ର ଆମର ଅନେକ କ୍ଷୀର, ଗାଈ, ମହୁ, ଏଗୁଡା ସବୁ ମୁନ୍ ରିପ୍ରେଜେଣ୍ଟ କରେ। ତେଣୁ ଚନ୍ଦ୍ରର କାରକ ତତ୍ତ୍ୱ ତା ଭିତରେ ରହିବା କଥା ରହିବ, ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ହୁଁ। ତ ଆମେ ଏଥିରୁ କଣ ଜାଣିଲୁ? ଆମେ ପଢିଲୁ କର୍କଟ ରାଶି। ମୁଁ ଗୋଟେ ଗୋଟେ ଏକ୍ସାମ୍ପଲ ଦେଇକି କହିଲି କି କର୍କଟ ରାଶିରେ ଏଇ ଜିନିଷ ହବ, ଏଇ ଜିନିଷ ହବନି, ଏଇ ଜିନିଷ ହବ। ତ କଣ ସବୁ କର୍କଟ ରାଶି ବାଲାଙ୍କ ପାଇଁ ଏଇଟା କଣ ସମାନ ହବ? ନା। କାହିଁକି ସମାନ ହବ ନାହିଁ ସେ ବିଷୟରେ ଆମେ ଜାଣିବା। ଦେଖନ୍ତୁ, ଗ୍ରହ ଆଉ ଭାବ ର ଅଂଶ ବଳ ବହୁତ ଇମ୍ପୋର୍ଟାଣ୍ଟ। ଲୋକମାନେ ଯେତେବେଳେ ଅଂଶ ବଳକୁ ନ ଦେଖି କିଛି ପ୍ରେଡିକ୍ସନ କରନ୍ତି, ମତେ ଡର ମାଡେ, କାରଣ ସେ ପ୍ରେଡିକ୍ସନ କିଛି କାମ କରିବ ନାହିଁ। ଗ୍ରହ ମାନେ ଯଦି ଭେହିକିଲ ହୁଅନ୍ତି, ମୁଁ ଆପଣଙ୍କୁ ବାରମ୍ବାର କହିଛି, ଗ୍ରହ ମାନେ ଯଦି ଭେହିକିଲ, ତାହେଲେ ନକ୍ଷତ୍ର ମାନେ ହଉଛନ୍ତି ତାର ଇନ୍ଧନ। କର୍କଟ ରାଶିରେ ଆସିବ ପୁନର୍ବସୁ କର୍କଟ, ପୁଷ୍ୟା କର୍କଟ, ଅଶ୍ଳେଷା କର୍କଟ। ପୁନର୍ବସୁ କର୍କଟ ଏକ ପାଦ, ପୁଷ୍ୟା କର୍କଟ ଚାରିପାଦ, ଅଶ୍ଳେଷା କର୍କଟ ଚାରିପାଦ। ଏଥିରୁ ପୁନର୍ବସୁ ଓ ପୁଷ୍ୟା କର୍କଟରେ ଆପଣ ଗୁଡ ଟ୍ରେଡ୍ସ ପାଇବେ। ଅଶ୍ଳେଷା କର୍କଟରେ ଆପଣ ବ୍ୟାଡ୍ ଟ୍ରେଡ୍ସ ପାଇବେ। ବ୍ୟାଡ୍ ଟ୍ରେଡ୍ସ ମୁଁ କହିବାର ତାତ୍ପର୍ଯ୍ୟ ଏଇଆ ନୁହଁ ଯେ ସବୁ ଅଶ୍ଳେଷା କର୍କଟ ବାଲା ଖରାପ ହେଇଥାନ୍ତି। ଅଶ୍ଳେଷା ନକ୍ଷତ୍ର ଆପଣଙ୍କର ଗଣ୍ଡମୂଳ ନକ୍ଷତ୍ର ଅଣ୍ଡରେ ପଳେଇ ଆସିଲା, which is ruled by ବୁଧ। ଏଇଠି ଚନ୍ଦ୍ରଙ୍କର ପୁଷ୍ୟା କର୍କଟ ବିଷୟ ତ, ପୁଷ୍ୟା ନକ୍ଷତ୍ରର ତ କହିବା କଥାକୁ ମୁଁ ଏକ୍ସପ୍ଲେନ କରିପାରିବି। ପୁଷ୍ୟା ନକ୍ଷତ୍ର ଏତେ ପଜିଟିଭ ଯେ ସବୁ ପୁରାଣ ଶାସ୍ତ୍ରରେ ପୁଷ୍ୟା ନକ୍ଷତ୍ରର ବହୁତ ସାରା ମହିମା ଗାନ କରାଯାଇଛି। କିନ୍ତୁ ଅଶ୍ଳେଷ ନକ୍ଷତ୍ର ବାଲାଙ୍କର କଣ ପ୍ରୋବ୍ଲେମ ହୁଏ, ଯେହେତୁ ଏଟା ଗଣ୍ଡମୂଳ ନକ୍ଷତ୍ରରେ ଆସିଗଲା, ସନ୍ଧି ନକ୍ଷତ୍ରରେ ଆସିଗଲା, ସେଇଠି ଅଶ୍ଳେଷ ନକ୍ଷତ୍ର କର୍କଟ ବାଲାଙ୍କୁ ପ୍ରୋବ୍ଲେମ ଆସେ। କ୍ଲିୟର? ମୋର କହିବାର ତାତ୍ପର୍ଯ୍ୟ ହେଲା ଏଇଆ, ଆମେ ଯେତେବେଳେ କୌଣସି ଗ୍ରହ ଉପରେ ଆଲୋଚନା କରୁଛୁ, କୌଣସି ରାଶି ଉପରେ ଆଲୋଚନା କରୁଛୁ, ତାର ଅଂଶ ବଳ ଦେଖିକି ଆମକୁ ଆଲୋଚନା ଟା କରିବା ଦରକାର। କେବଳ ଯେ ମୁନ ବସିଗଲା ଗୁରୁର ନକ୍ଷତ୍ରରେ, ମୁନ ବସିଗଲା ଶନିର ନକ୍ଷତ୍ରରେ, ମୁନ ବସିଗଲା ବୁଧର ନକ୍ଷତ୍ରରେ, ତାହେଲେ କଣ ସବୁ ନକ୍ଷତ୍ରରେ ରେଜଲ୍ଟ ସେମାନେ ସମାନ ଦେବେ? ଜମା ଦେବେ। ଏଇଟାକୁ ଧ୍ୟାନରେ ରଖିକି ଆମକୁ ଜାଣିବାକୁ ପଡିବ। କିନ୍ତୁ ଓଭରଅଲି ଯେମିତି କୁହାଗଲା, ସନ୍ ରାଇଜେସ୍ ଇନ୍ ଦ ଇଷ୍ଟ, ସତ୍ୟ। କିନ୍ତୁ ୟୁଏସଏ ରେ ସନ୍ ଯେତେବେଳେ କଣ ଉଦୟ ହଉଛି, ସେଠି କଣ ଇଣ୍ଡିଆରେ ସନ୍ ସେତିକି ବେଳେ ଉଦୟ ହଉଛି? ହୁଁ। ସ୍ଥାନ କାଳ ପାତ୍ର ଅଛି। ତେଣୁ ଏଇ ଦୃଷ୍ଟିରୁ ଆମେ ଆଜି ଜାଣିଲେ କର୍କଟ ରାଶିର କ୍ୟାରେକ୍ଟରିଷ୍ଟିକ୍ସ ଏବଂ କର୍କଟ ରାଶିର କାରକ ତତ୍ତ୍ୱ। ଆଜିର ସେସନ ପାଇଁ ଏତିକି। ନେକ୍ସଟ ସେସନ ଆମେ ସିଂହ ରାଶିର କାରକ ତତ୍ତ୍ୱ ବିଷୟରେ ଆଲୋଚନା କରିବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।